ସମସ୍ତଙ୍କୁ ପ୍ରଣାମ। ଭାରତ ଜ୍ଞାନ ବିଜ୍ଞାନର ଦେଶ। ଏପରି କୌଣସି କଳା ନାହିଁ ଯାହା ଭାରତୀୟ ସଂସ୍କୃତିରେ ନ ଆସେ। ସବୁକିଛି ଭାରତୀୟ ସଂସ୍କୃତିରେ ଲୁଚିକି ରହିଛି। ଗୋଟିଏ କଥା ମୁଁ ସାଧାରଣ ଜୀବନରେ ଯାହା ଘଟେ ସେ କଥା କହିବା ପାଇଁ ମୁଁ ଚିନ୍ତା କରୁଛି। ତାହା ହେଉଛି ବିପତ୍ତି ବା ବିପଦ କାହା ଭାଗ୍ୟରେ ନ ଆସିଥାଏ। ସମସ୍ତଙ୍କ ଭାଗ୍ୟରେ ବିପଦ ଆସିଥାଏ। ଯେତେବେଳେ ମଣିଷ ବିପଦରେ ଆସିଥାଏ ସେ କେଉଁ ସ୍ଥିତିରେ ଥାଏ ସେ ଜାଣିଛି। ଯେତେବେଳେ ମଣିଷ ରୋଜଗାର କରୁନଥିବ, ବାପା ବି ରୋଜଗାର କ୍ଷମ ନଥିବେ, ରୋଜଗାର କରିପାରୁନଥିବେ, ସେହି ସମୟରେ ଯଦି ବାପାଙ୍କ ଦେହ ବହୁତ ଖରାପ ହୁଏ, ମାଆଙ୍କ ଦେହ ଖରାପ ହୁଏ, ଆମେ କ'ଣ କେବେ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇପାରିବା? ନା, କେବେ ନୁହେଁ। ନୈତିକ କର୍ତ୍ତବ୍ୟ ନ କହିଲେ ବି ମଣିଷ କରେ। ଏଇ ଛୋଟିଆ କଥାରୁ ଜଣାପଡ଼େ, ଛୋଟିଆ ନୁହେଁ, ମହାନ କଥା। ଏହି ଗାଥାରୁ ଜଣାପଡ଼େ ଯେ କେତେ ସତ୍ୟତା ଅଛି। ସତ୍ୟର ସତ୍ୟତା। ସତ୍ୟ ମାନେ ତ ସତ୍ୟ, ପୁଣି ସତ୍ୟର ସତ୍ୟତା କ'ଣ? ସତ୍ୟ ଉପରେ ଭରସା ବି ନାହିଁ। ସତ୍ୟରେ ଭରସା ବିହୀନ ଲୋକ ଅଛନ୍ତି, ସତ୍ୟରେ ଭରସା କରୁଥିବା ଲୋକ ଅଛନ୍ତି। ଏହା ସତ୍ୟ। ମଣିଷ ମାତ୍ରକେ ବିପତ୍ତି ଆସିଥାଏ। ପ୍ରତ୍ୟେକ ମଣିଷ ବିପଦକୁ ସମ୍ମୁଖୀନ କରିଥାଏ। କିନ୍ତୁ ଆମେ ବିପଦରେ ଭାଙ୍ଗି ନ ପଡ଼ି ନିଜ କୌଶଳରେ, ନିଜ ଜ୍ଞାନରେ ପ୍ରୟୋଗ କରି ଆମେ ନିଶ୍ଚିତ ଭାବରେ ବଞ୍ଚିବା। ସେଥିପାଇଁ ଆମେ ସ୍ୱୟଂ ଚେଷ୍ଟା କରିବା। ତେଣୁ ଯାହା ରାମାୟଣରେ ମହର୍ଷି ବାଲ୍ମୀକିଙ୍କ ଦ୍ୱାରା ଲେଖାଯାଇଥିବା ରାମାୟଣରେ କୁହାଯାଇଛି, ପ୍ରାଣିନଃ କସ୍ୟ ନାପଦଃ। କେଉଁ ପ୍ରାଣୀର ଭାଗ୍ୟରେ ବିପତ୍ତି ଲେଖା ଯାଇନାହିଁ। ଅର୍ଥାତ୍ ଛୋଟ ହେଉ ବା ବଡ଼ ହେଉ, ମଣିଷ ବିପଦକୁ ସ୍ୱୀକାର କରିଥାଏ। ତେଣୁ ଆମ ପାଇଁ ଶିକ୍ଷା, ଆମେ ବିପଦରେ ଭାଙ୍ଗି ପଡ଼ିବା ନାହିଁ। ଆମେ ଆମ କର୍ତ୍ତବ୍ୟ କରିବା। ଯଦି ଆମେ ଭାଙ୍ଗି ପଡ଼ିବା, କ'ଣ ବିପଦ ଦୂରେଇ ଯିବ? କେବେ ନୁହେଁ। ଯାହା ଆସିଛି ସେ କେବେ ଯିବ ନାହିଁ, ରହିଥିବ। ତେଣୁ ବିପଦକୁ ଦେଖି ଆମେ ଭୟଭୀତ ହୋଇ ପଳାଇ ନ ଯାଇ ଦୃଢ଼ ଭାବରେ କୌଶଳକୁ ଚିନ୍ତା କରି ଜ୍ଞାନ ବୁଦ୍ଧି ବିବେକ ଆଦିରେ ତାହାର ଆମେ ତର୍ଜମା କରି ସ୍ୱର୍ଣ୍ଣିମ ନିର୍ଣ୍ଣୟ ଆମେ ଆଣିବା, ଯାହାଫଳରେ ସମାଜ ପାଇଁ ଏହା ବହୁତ କଲ୍ୟାଣକାରୀ ହେବ। ଆମ ପାଇଁ ତ ହେବ, ଆମ ପରବର୍ତ୍ତୀ ସମୟରେ ସମାଜରେ ଥିବା ଲୋକମାନେ ବି ଆପଣଙ୍କୁ ଅନୁକରଣ କରିବେ। ନିଶ୍ଚିତ ଆପଣଙ୍କୁ କେହି ରାଷ୍ଟ୍ରପିତା ନ କହିପାରନ୍ତି, କିନ୍ତୁ ଜଣେ ସଚ୍ଚା ମାନବ, ଗୋଟେ ପବିତ୍ର ମଣିଷ ବୋଲି ତ କହିବେ। ଯେଉଁମାନେ ନ ବୁଝିକି ଅପବାଦ କରିଥିବେ ବା ବୁଝିକି ଅପବାଦ କରିଥିବେ, ସେଠି କୌଣସି ସେମାନଙ୍କର ଚିହ୍ନ ବର୍ଣ୍ଣ ରହିବ ନାହିଁ। ଆମେ ବୟସର ବଢ଼ିବା ସହିତ ଧୃତିର ବଢ଼ିବା ଉଚିତ। ଧୃତିରେ, ଧୈର୍ଯ୍ୟରେ ନିଜକୁ ବଢ଼ାଇ ଉତ୍ତମତାର ଅବଲମ୍ବନ ଜୀବନରେ କରିବା। ଏତିକି କହି ମୁଁ ବିରାମ ନେଉଛି। ନମସ୍କାର।